ଖ୍ରୀଷ୍ଟିଆନ ତାଙ୍କୁ କେମିତି କ'ଣ ସରକାର କରିକି ତାଙ୍କୁ ପୁଣି ହିନ୍ଦୁ ବନେଇବ ତା ଉପରେ ଲର୍ଡ ପଣସ ମାନ ଧନ୍ୟବାଦ ହଉ ପଣସ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ନିକଟରେ ଏକ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ ସେଥିପାଇଁ ଈଶ୍ୱରକୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ ଲର୍ଡ ଜଣେ ପ୍ରେଜ ଲର୍ଡ ଆସନ୍ତୁ ଆମେ ଏହି ଶିକ୍ଷା ଶିଖିବା ପୂର୍ବରୁ ଆମେ ଟିକିଏ ଶୁଣିଦେବା ତାପରେ ଆମେ ଶିଖିବା ଆସନ୍ତୁ ଆମେ 2.77% ଅଛନ୍ତି ଖ୍ରୀଷ୍ଟିଆନ ତାଙ୍କୁ କେମିତି କ'ଣ ସରକାର କରିକି ତାଙ୍କୁ ପୁଣି ହିନ୍ଦୁ ବନେଇବ ତା ଉପରେ ଯୋଉଟା ଏଇଭଳିଆ ଗୋଟେ ଆନ୍ଦୋଳନ ଫାନ୍ଦୋଳନ କରି ତାକୁ ହିନ୍ଦୁ କରିଦେବା। କୌଣସି ଖ୍ରୀଷ୍ଟିଆନ ଜଣେ ଲୋକଙ୍କୁ ଆଣି ଆପଣ କେବେ ୱାନ୍ ଟୁ ୱାନ୍ କରିବେ କି ଟପିକ୍? ମୁଁ ତ ଚାହୁଁଛି ସେ ଗୋଟେ ତାଙ୍କର କ'ଣ ଏଡି ନ୍ୟୁଜ୍ ନା ଗୋଟେ ଅଛି ଗୋଟେ ଟୋକାଟେ ସେ ତାର କରେ ଯେ ତପି ଏମିତି କହିଲା ସେମିତି କହିଲା ସେ ତାର ମାଇକ୍ ଧରିକି ବୁଲିକି ପଚାରୁଛି। ମୁଁ କହିଲି ଭାଇ ମୁଁ ଓପନ୍ ରଖିଛି ମଞ୍ଚ ତମେ ଆସ ତମେ ସାବ୍ୟସ୍ତ କରୁଛ ଯେ ତମେ ଜଣେ ଖ୍ରୀଷ୍ଟିଆନ ତମ ଭଗବାନଙ୍କୁ ତିନିଟା ପିରିକ ପିଟିକି ମାରିଦେଲେ ତମେ କ'ଣ ମାନେ ସିଏ ପୁଣି ମାନେ ଜାତିର ରକ୍ଷା ଧର୍ମର ରକ୍ଷା କେମିତି କରିଦେବେ? ଯାହା ଆମେ ଶୁଣିଲୁ ଯେ ଏ ତିନୋଟି କଣ୍ଟାକୁ ସେ ଜାଣିଛନ୍ତି କିନ୍ତୁ ଆଉ ଗୋଟେ କ'ଣ ଯୀଶୁ ପ୍ରକୃତରେ କ୍ରୁଶରେ ସମ୍ପୂର୍ଣ୍ଣ ମଲେ ନା ବଞ୍ଚିଛନ୍ତି ତାହା ପରୀକ୍ଷା କରିବା ପାଇଁ କ'ଣ କରାହେଇଥିଲା ପକ୍ଷ ଦେଶରେ ଆଘାତ କରାଯାଇଥିଲା ଆଉ ସେ ବିଷୟ ସେ ଜାଣିନାହାନ୍ତି କିନ୍ତୁ ଯୀଶୁଙ୍କୁ ଲୋକମାନେ କାହିଁକି ବିଶ୍ୱାସ କରୁଛନ୍ତି ତାର ସାରମର୍ମ ସତ୍ୟତା ସେ ଜାଣିନାହାନ୍ତି। ମର୍ତ୍ତ୍ୟମଣ୍ଡଳେ ଦେହ ଧରି ଦେବତା ହେଲେ ମରିବା ସୁନିଶ୍ଚିତ କିନ୍ତୁ କେହି ବି ଉଠି ନାହାନ୍ତି ଆଉ ଏ ଉଠିବା କଥା ଯେତେବେଳେ ଯୀଶୁଙ୍କୁ ପ୍ରଥମେ ପଚାରିଲେ ଯେ ଆମକୁ ଗୋଟେ ଚିହ୍ନ ଦିଅ ଯେଉଁ ଚିହ୍ନ କି ଆମେ ଜାଣିବୁ ଯେ ଆପଣ ପରସ୍ପର ନିକଟରୁ ଆଗତ ବୋଲି ଆମେ ଜାଣିବୁ ସେଥିପାଇଁ ଆମକୁ ଗୋଟେ ଚିହ୍ନ ଦିଅ ବୋଲିକି ସେଇ ଦେଶର ଲୋକମାନେ ଯାଇ ତାକୁ ପଚାରିଲେ ସେତେବେଳକୁ ଯୀଶୁ ନିଜ ଭାଷାରେ କହିଲେ ଯେ କ'ଣ ଦୁଷ୍ଟ ଓ ବ୍ୟଭିଚାରୀ ବଂଶ କ'ଣ ଖୋଜନ୍ତି ଚିହ୍ନ ଖୋଜନ୍ତି ଆଉ ଦୁଷ୍ଟ ଏବଂ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି କିନ୍ତୁ ତଥାପି ତମେ ପଚାରୁଛ ମୁଁ ଦେଇଦେବି ଯେଉଁ ଚିହ୍ନ କି ଜୁନୁସ 3 ଦିନ 3 ରାତ୍ରି ମାଛର ଉଦରରେ ଥିଲେ ଠିକ୍ ସେହିପରି ମୁଁ ମଧ୍ୟ ସେମିତି ଭୂଗର୍ଭରେ ମାନେ ମାଟି ତଳେ ପୋତିକି ମୋତେ ରଖିବେ ଆଉ ମୁଁ ସେଠି 3 ଦିନ 3 ରାତି ରହିବି ତାପରେ ମୁଁ ପୁନରୁତ୍ଥିତ ହେବାକୁ ହେବ ଆଉ এই পুনରୁত্থাନ କରିବି ପୁନରୁତ୍ଥିତ ହେବି ଏଇ ଶିକ୍ଷା ଯେତେବେଳେ କହିଲେ এইটা ହେଉଛି ଲୋକମାନଙ୍କ ଜୀବନରେ ଜୀର୍ଣ୍ଣ କରିପାରିଲେ ନାହିଁ। ମୁଁ ସେ ପଦପର୍ବ ଯଦି ପଢ଼ି ଦେଇକି କିମ୍ବା ମୁଁ ଏଇ ପ୍ରକାର ଛପେଇ ଦେବି ଆପଣମାନେ ପଢ଼ି ଆଉ ଆମର ଭିଡ଼ିଓଟା ଲମ୍ବା ହେବ ସେଥିପାଇଁ ମୁଁ ଡିଟେଲ୍ ଆପଣମାନଙ୍କୁ ପଦପର୍ବ ପକାଇ ଦେଉଛି ଏବଂ ତାହା ପଢ଼ିବେ ସେଠି ସବୁ ଲେଖା ହେଇଛି କିନ୍ତୁ ଏଇ ଯେଉଁ ନିର୍ବୋଧ ଯାର ବୁଦ୍ଧି ନାହିଁ ତାକୁ କୁହାଯାଏ ନିର୍ବୋଧ। କରନ୍ତି ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖୁଛନ୍ତି ପ୍ରଥମ କରନ୍ତି 15:36 ହେ ନିର୍ବୋଧ ତୁମେ ଯେଉଁ ବୀଜ ବୁଣୁଛ ମାନେ ସେ ବୀଜ ଯଦି ମାଟି ତଳେ ପଡ଼ିକି ନ ମରେ ତାହେଲେ ସେ ଗୋଟେ ହିଁ ଥାଏ କିନ୍ତୁ ସେ ମରିକି ଉଠିକି ଗଜା ହେଇକି ଉଠିବ ତାହେଲେ କ'ଣ ଅଧିକ ଫଳ ଫଳିବ। এই କଥା ଯେତେବେଳେ ଯୀଶୁ ପୃଥିବୀରେ ଥିଲେ ଜୋହନ 12:24 କହିଥିଲେ ସେଥିପାଇଁ ଆମେ ଦେଖୁଛୁ ଯେ ଯୀଶୁ ଯେତେବେଳେ ପୃଥିବୀରେ ଥିଲେ ପ୍ରଥମେ ତାକୁ କ'ଣ କଲେ କ୍ରୁଶରେ ଟଙ୍ଗେଇଲା ପରେ ତାକୁ କ'ଣ କରାହେଇଥିଲା ସେ ବଞ୍ଚିଛି ନା ମରିଛି ତାର ପରୀକ୍ଷା କରାହେଇଥିଲା ଯେ କ'ଣ କକ୍ଷ ଦେଶରେ ଆଘାତ କରିକି ଦେଖାହେଇଥିଲା ଜୋହନ 19:34 ଏବଂ ଜୋହନ 20:25-27 ଥୋମା ଯିଏକି ଯୀଶୁଙ୍କର ଶିଷ୍ୟ ସେ କହିଲେ ଯେତେବେଳେ ତାଙ୍କ ଶିଷ୍ୟମାନେ କହିଲେ ଯେ ଆମେ ଯୀଶୁଙ୍କୁ ଦେଖିଛୁ ବୋଲି କହିଲାରୁ ସେ କହିଥିଲେ ଯେ ମୁଁ ହାତରେ ଏବଂ ପାଦରେ କଣ୍ଟା ମାରିଥିବା ଚିହ୍ନ ଏବଂ କକ୍ଷ ଦେଶରେ ଆଘାତ କରିଥିବା ଚିହ୍ନ ନ ଦେଖିଲେ ମୁଁ କେବେ ବିଶ୍ୱାସ କରିବି ନାହିଁ।
जे कि भारतर केरल एवं तमिलनाडु 7टी चर्च जी गठन कर प्रथम आसिक सुसमाचार प्रचार कले एवं तमिलनाडु ताकू मारी दिया गला से प्रथम कले जे मु ताहाकू न देखिले मु विश्वास करबी नाही आ सेतबे जीसस ताहाकू कहले देखा कले एवं कहले तुमे जो जो मान देखिक विश्वास कर ताटू न देखिक विश्वास करबा लोक होचंती धन्य शयतान सिंह प्राय गर्जन करी बुलुअछि काहाकू ग्रासीबी ताहा खोजी बुलुअछि ए मान को कुआ जाय कोन शयतान एवं आइबो तांको भाषा लिखुचंती कोन जे ए दुष्ट मान हस्तरे पृथ्वी समर्पण होई अछि ए मान को दुष्ट कुआ जाय एवं ए मान को जीसु निज भाषा रे कोन कहले जेते बेले से माने तांको पाखु जाइछंती ए मनुष्य जानिछंती कोन केवल कंटारे मरा हैला मार दिया गला एतकी जानिछंती किंतु उठिबा विषय जानि नाहंती मर्त्यमंडले देह धरी देवता हेले मरई मर्त्यमंडले देह धरी देवता हेले मरई किंतु उठई नाही आउ जीशु ख्रीष्ट निजे उठिछंती आउ आमे जेते लोक आमे पृथ्वी रे अछु आमे तांको उठिथिबा पाई आमे तांको प्रशंसा आराधना करूछु कारण से ही उद्धारकर्ता से रक्षाकर्ता से मुक्तिदाता सेति पाई जेते बडे रोमियो मंडल के प्रेरित पाउल लिखुचंती कोन रोमियो 2 अध्याय 8 रु 10 जदि आमे पढु छितले खाइजी जे मृत्यु मानक मधुरु से उठिछंती आ सेति पाई आमे विश्वास करी अछु आ से उठिबी बोल कि से आगुर कहिथिले जेते बडे ए मान जाई पचारुछंती डबल 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 सब जीशु निजे कहि लेखाई माथ्यूर लेखाई मार्कर लेखाई लुकोर लेखाई से बोल कि मु केवल गोटे थर माने से लेखाटा देखे देखी आपण मानकु तले से वाक्य को लिखिदेउछि जे सेटे मते पुनरुत्थान करने को हेबो जीशु कहले कोन मते पुनरुत्थान करने को हेबो मते मारी देबे मते पुति देबे एवं मते उत्थापन करने को पड़िबो मु उठिबा को पड़िबो आउ ए प्रकार भावरे कहिबारु ताहाकू सतरे ना कोन प्रमाण अर्थ सतरे ना कोन आ कहले कोन ए मंदिर को भांगिले मु 3 दिन रे निर्माण करिवि एई जो कथा जाको जतबे कहिथिले सेति पाई ताको कोन कले मारि दिया गला जतबे मारि दिया गला तापरे ए मान कोन कले जे आमे महाशय हमर मने पडुछि एही प्रबंधक बंची थिला बेले कहिथिला जे मु मल्ले भी उठिबी सेतिपाई ताहांकर समाधि सुरक्षा करा जाओ माने आज पर्यंत कौन सी लोकर समाधि को सुरक्षा करिया विषय माने आमे सुनी ना किंतु ताहांकर समाधि को सुरक्षा करा गला आउ से 3 दिन पर उठिले आ जेहू प्रेरित पाउल ये जो मूर्ख भलिया धर्म परिवर्तन करवा आमर लोक करवा ये जो मंद चिंता मंद कल्पना कु माने कल्पना करवा लोकों को से प्रकार करवा व्यक्ति को कौन कले परमेश्वर धरिले आ से होचती साउल एवं आज से साक्ष्य देउछंती हे निर्बोध तुमे जहाँ बुण ताहा जदि न मले से सजीव हुए ना ठीक से प्रकार जीशु मरिले एवं 3 दिन पर उठिले आ से ताहांको विषय प्रचार करछंती सेतिपाई ये जो मूर्ख कौन कहउछंती जे प्रमाण ए प्रमाण मते दरकार प्रमाण दियो एडी उड़िया से आसिक मते प्रमाण देउ से पिला किंतु से बूढ़ा किंतु निजे भाबिया कथा जे किए पिला निजे जो गाई जोटा क्षीर जोटा पीबो सेटा को माडो मारी मारी झिकी से पीउछंती से माने क्षीर से माने से तांको भगवान को देउछंती ताकू सेटा माने पिटी पिटी सेटा माने अन्यर खाद्य खाइउछंती से माने पिला नुहे ए पिला ए डिउडिया पिला से माने माने से मु खोजुची से आसीबो माने प्रमाण देबो आम भलिया तुम शास्त्र देखि कौन शास्त्र काढ़ी कुह
ଯେ ଆମର 33 କୋଟି ଭିତରେ ଏତେ ଜଣ ମାନେ ମରିକି ଉଠିଛନ୍ତି। ଆମେ ତ କେବେ ଆମେ ଯୀଶୁଙ୍କୁ ଆମେ ଜାଣିଲୁ ଆମକୁ ଖାଇବାକୁ ଦିଅ ବୋଲି ତ ଆମେ କେବେ ମାଗି ଆସିନୁ। ଆମେ ତ ଆମ ଦୁଃଖ କଷ୍ଟରେ ଆମେ ଚଳୁଛୁ। ଆଉ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଯିଏ ଯେଉଁ ଧର୍ମକୁ ସେବା କରିପାରିବ। ଆଉ ସେଥି ଭିତରୁ ଏ ଯେ କହୁଛୁ କ'ଣ ନାଇଁ ଏତିକି ପରସେଣ୍ଟ ହେଇଛନ୍ତି ସେମାନଙ୍କୁ କ'ଣ କରାଯିବ ହିନ୍ଦୁ କରିବାକୁ ହେବ। ଏ ଭାରତର ସେ ମା କ୍ଷୀର ପିଇକି ବଡ଼ ହେଇଛନ୍ତି ନା, କୁଚିନ୍ତା କୁକଳ୍ପନା ମାନେ କୁଭାବନା କରି କରିଛନ୍ତି। କିନ୍ତୁ ଜାଣିବା ଦରକାର ଯେ ଆଜି ଭାରତ ସ୍ୱାଧୀନ ହେଲା ଏବଂ ସ୍ୱାଧୀନ ପଛରେ ଈଶ୍ୱରଙ୍କ ଲୋକମାନେ ଲାଗିଛନ୍ତି, ଯିଏକି ଗତ ଦିନମାନଙ୍କରେ ଆପଣମାନଙ୍କ ନିକଟରେ ପ୍ରକାଶ କରିଛି। ଆଜି ବି କହୁଛି ଯେ ମଧୁସୂଦନ ଦାସ ଏବଂ ଆମେ ଦେଖୁଛୁ ବିର୍ସା ମୁଣ୍ଡାଙ୍କ ଜୀବନୀ ବିଷୟ, ତାଙ୍କ ବଂଶ ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କୁ ଜାଣିଛନ୍ତି। ମୁଁ ଗତକାଲି ତାଙ୍କ ଗାଁର ଜଣେ ବାବୁକୁ ପଚାରୁଥିଲି, ସେ କହିଲେ ହଁ ତାଙ୍କ ବଂଶଧର ଆଜି ପର୍ଯ୍ୟନ୍ତ ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିକି ସେମାନେ ମାନେ ପୂଜା ଆରାଧନା କରୁଛନ୍ତି। ଆମ ଗାଁଠୁ 70 କିଲୋମିଟର ହେବ ତାଙ୍କ ଗାଁ। ଆଉ ମୁଁ ଭଲରେ ଜାଣିଛି ତାଙ୍କର 4 ପିଢ଼ି ହେଲାଣି ଏବଂ ସେମାନେ ସମସ୍ତେ ଯୀଶୁଙ୍କୁ ଜାଣିଛନ୍ତି। ଆଉ ଯୀଶୁଙ୍କୁ ଜାଣିବା ଆଉ ପରମେଶ୍ୱରଙ୍କୁ ଜାଣିବା ଏଇଟା ଖରାପ ନୁହେଁ, କିନ୍ତୁ ଏମାନେ ବିଭ୍ରାନ୍ତ କରିକି ଆଜି ଲୋକମାନଙ୍କୁ ଅନ୍ତସନ୍ତ କରୁଛନ୍ତି। ଆଉ ଏମାନେ ଭାବୁଛନ୍ତି ଯେ ଆମେ ସର୍ବେସର୍ବା ମାନେ ଭାରତର ଠିକା ନେଇଛନ୍ତି। ଏ ଭାରତକୁ କ'ଣ କରାହେବ ପୁରା ସମ୍ପୂର୍ଣ୍ଣ। ଏବେ ତ ଆଉ ଜଣେ ଥଣ୍ଡାରେ ଦେଖୁଥିଲି କ'ଣ ନାଇଁ ଆଉ ମୋଦି ଆଉ କିଛି କାମ କରିବେ ନାହିଁ, ମୋଦି ଆଉ କିଛି କାମ କରିବେ ନାହିଁ। କିଏ ମୋହନ ମାଝୀ ଯାଇକି ସେ ମାନେ କରିବେ ମାନେ ଭାରତର ଗୋଟେ ମୁଖ୍ୟମନ୍ତ୍ରୀ ରହିବ। ଭାରତରେ ଆମେ ପ୍ରତ୍ୟେକ ଷ୍ଟେଟ୍ରେ ଗୋଟେ ଗୋଟେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଜାଣିଲା ବେଳକୁ ଆଉ ଗୋଟେ ଥଣ୍ଡା ମାରିକି କରୁଛନ୍ତି। ଆଉ ମୋଦି ଆଉ ମୁଖ୍ୟ ମାନେ ପ୍ରଧାନମନ୍ତ୍ରୀ ହେବେ ନାହିଁ। ଆଉ ପ୍ରଧାନମନ୍ତ୍ରୀ ସେ ଖାଲି ଚୁପ୍ କରି ରହିବେ। ଆଉ ଏମାନେ କ'ଣ ଇଏ ମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେଠି ପ୍ରଧାନମନ୍ତ୍ରୀ ଭଳିଆ ଶାସନ କରିବେ। ଏ ବୋକାମାନଙ୍କୁ କିଏ ପୃଥିବୀରେ ପଠେଇଛନ୍ତି ତାହାକୁ ମୁଁ ଧନ୍ୟବାଦ ଦିଏ। ଲୋକଙ୍କୁ ତାଡ଼ନା କରିବା, ଲୋକଙ୍କୁ ଅନ୍ତସନ୍ତ କରିବା, ଲୋକଙ୍କୁ ଝଗଡ଼ା କରିବା ଏଇ ଯେଉଁ କୁପ୍ରକୃତି କୁଚିନ୍ତା କେବେ ମାନେ ପରିବର୍ତ୍ତନ ହେବେ ଏଥିରେ ମୋତେ ପ୍ରତ୍ୟେକ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ମୁଁ ଅନୁରୋଧ କରୁଅଛି ଆପଣମାନେ ପ୍ରାର୍ଥନା କରନ୍ତୁ। ପ୍ରଭୁ ଠିକ୍ ସମୟରେ ସେମାନଙ୍କୁ ଉତ୍ତର ଦେବେ। ଆଉ ମୁଁ ଖୋଲା ମଞ୍ଚରେ ଆହ୍ୱାନ କରୁଛି ମୋ ସହିତ ଆସ ମାନେ କଥୋପକଥନ କର। ତୁମେ କ'ଣ ଏ ଓଡ଼ିଶାର କ'ଣ ମୁଣ୍ଡି ଓଡ଼ିଶାର ମାନେ ଟେକିକି ଧରିଛୁ ତ ଓଡ଼ିଶାକୁ ଏ ପାଗଳମାନଙ୍କୁ। ଆରେ ଯଦି ତୁମକୁ ଗୋଟେ ଗୋଟେ ପ୍ରଶ୍ନ ପଚରାଯାଏ ତାହେଲେ ଉତ୍ତର ଦେବା ପାଇଁ ତୁମ ମୁଖରେ ଜବାବ ନାହିଁ। କହିବ ଯେ ଆମର ଏମିତି ଆମେ ଏମିତି କହୁନ ଗୋଟେ ଯେ ଯେତେବେଳେ ଗନ୍ଧମର୍ଦ୍ଦନ ପର୍ବତକୁ ଯେ ହନୁମାନ ଟେକିକି ନେଲା ତାପରେ ମେଡ଼ିସିନ ସେଠି ଲଗେଇଲା ପରେ ସେ ପର୍ବତକୁ ଫେରେଇକି ଆଣିଲା କି? ଆଉ ପର୍ବତ କେମିତି ଚାଲି ଚାଲି ଗଲା? ପର୍ବତ ଚାଲି ଚାଲି ଗଲା କି? ଏ ଭ୍ରାନ୍ତ ଶିକ୍ଷା ଭ୍ରାନ୍ତ ମତବାଦ ଛାଡ଼ି ଦିଅ, ସତ୍ୟକୁ ଅନୁସନ୍ଧାନ କର। ତୁମେ ସେ ସତ୍ୟକୁ ଅପଲୋଡ଼ କରିବ ନାହିଁ। ତୁମର ଯଦି ଏତେ ସତ୍ୟ ଥାଆନ୍ତା ତାହେଲେ ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ ଅନୁବାଦ କରିକି ପ୍ରତ୍ୟେକ ଭାଷାରେ ଏଇ ଯେମିତି ବାଇବେଲକୁ ଅପଲୋଡ଼ କରାହେଇଛି ପ୍ରତ୍ୟେକ ଭାଷାରେ ପାଇବାକୁ ହେଉଛି ଠିକ୍ ସେ ପ୍ରକାରେ ଡାଉନଲୋଡ଼ କରାହେଇଥାନ୍ତା। କିନ୍ତୁ ଭାରତକୁ ନଷ୍ଟ କରି ସାରିଲଣି, ଭାରତକୁ ନଷ୍ଟ କରି ସାରିଲଣି। କେବେ ଭାବିଛ ଯେଉଁମାନେ କି ପତି ଦେବତା ବୋଲି ପୂଜା କରୁଥିଲେ ଯେଉଁମାନେ କି ସେମାନଙ୍କୁ ବେବିଚାର ଶିଖେଇଲ, ସେମାନଙ୍କୁ ବେବିଚାର ଶିଖେଇଲ ପ୍ରମାଣ ଦେବି। ଜଣେ ପୁରୁଷକୁ
କିମ୍ବା ପୁରୁଷ ଚାହିଁଲେ 3ଟା 4ଟା 2ଟା ବି ବାହା ହେଉଥିଲେ। କିନ୍ତୁ ମହାଭାରତରେ ଯେତେବେଳେ ଦ୍ରୌପଦୀକୁ ପାଞ୍ଚ ପାଣ୍ଡବ ବିବାହ କଲେ, ତାପରେ ଏସବୁ ବ୍ୟଭିଚାର ଶିଖିଲେ। ନାଇଁ 5 ଜଣ 6 ଜଣ ଜଣେ ମାଇକିଣାକୁ ମାନେ ସହବାସ କଲେ ବି ସେ ମାନେ ସମ୍ଭାଳି ପାରିବ। ଏଇଟା ବ୍ୟଭିଚାର ଶିଖିକି ଆଜି ଦେହ ବେପାର କରିକି ଆଜି ଦୂଷିତ କଲ। ଶାସ୍ତ୍ର ଲେଖା ହେଇଛି ଯେ ବ୍ୟଭିଚାର ହେତୁ ବେଶ୍ୟା ହେତୁ ଅନ୍ନ ଅଭାବ ଘଟଇ। ଆଉ ଏଇ ବେଶ୍ୟା କାମ କରିବା, ନଙ୍ଗଳା କରିକି ନଚେଇବା, ଏଇ କଳାକାର ଏଇ ଜିନିଷ ଯାକ ସବୁ ଛାଡ଼ିକି ଯେମିତି ଆମର ଲୋକମାନେ ଉପକୃତ ହେବେ, କି ପ୍ରକାର କଲେ କ'ଣ ହେବ ଏବଂ କେମିତି ପ୍ରୋଜେକ୍ଟ କଲେ କି ପ୍ରକାର ଭାବରେ ଲୋକମାନେ ବଞ୍ଚିବେ ଏବଂ ଅନ୍ୟ ମାନେ ଜାଗାକୁ ଯାଇକି ଜୀବିକା ନିର୍ବାହ କରୁଛନ୍ତି ସେଇଟା ଯାକୁ ଛାଡ଼ିବେ ଏବଂ ଆମର ଲୋକମାନେ ଆମ ଏରିଆରେ କମ୍ପାନୀ ଗୁଡ଼ାକ ହେବ ଯେପରି ଜୀବିକା ନିର୍ବାହ କରେ ସେଇ ବିଷୟ ଚିନ୍ତା କରିବା ନାହିଁ। ଉନ୍ନତି ବିଷୟ ନାହିଁ। କେମିତି ରୋକିବାକୁ ହେବ, କେମିତି ବନ୍ଦ କରିବାକୁ ହେବ, କେମିତି ଏଇଟା କରିବାକୁ କ'ଣ, ଏଥିରେ କ'ଣ ଲାଭ ମିଳିବ? ବ୍ରାହ୍ମଣ ତ ପୁରୋହିତ ପରର ହିତ କରିବା, ଏଇଟା ପରର ହିତ କି? ଆରେ ବ୍ରାହ୍ମଣଠୁ ବଡ଼ ଜାତି ହେଉଛନ୍ତି କରଣ। ମଧୁସୂଦନ ଦାସ ସମ୍ଭ୍ରାନ୍ତ ପରିବାର ଲୋକ, ତାର ଟଙ୍କା ଅଭାବ ଥିଲା? ସେ 40,000 ଟଙ୍କା ପାଇଁ ଖ୍ରୀଷ୍ଟିଆନ ହେଇଥିଲେ ନା ଚାଉଳ 2 ବସ୍ତା ପାଇଁ ଖ୍ରୀଷ୍ଟିଆନ ହେଇଥିଲେ? ନା ମହାତ୍ମା ଗାନ୍ଧୀ ସେ ଶାସ୍ତ୍ର ପଢ଼ୁଥିଲେ ସେ ମାନେ ଟଙ୍କା ପାଇଁ? ଲାଜ ଶରମ ତମ ମୁହଁରେ କିଛି ନାହିଁ। ଆଉ ଯେଉଁ ଏ ମିଡ଼ିଆ ବାଲା ଆସିକି ମାନେ 4-5ଟା ଦେଖାଇଦେଲେ ସେଠି କହିବା ପାଇଁ ତୁମେ ଜାଗା ପାଇଛ ତ, ପ୍ଲାଟଫର୍ମ ମିଳିଛି। କିନ୍ତୁ ସତ୍ୟ ଜାଣ। ଆଉ ଯେତିକି ମୁଁ ପଦପର୍ବ ରଖିଦେଇଛି ସେଟା ଦେଖ ଯେ ଖ୍ରୀଷ୍ଟିଆନ ହେବାର କାରଣ ହେଉଛି ଯେ ଯୀଶୁଖ୍ରୀଷ୍ଟ ମରିକି ଉଠିଲା ପାଇଁ ପ୍ରତ୍ୟେକ ଲୋକମାନେ ସେ ମୃତ୍ୟୁରୁ ଉଠିଛନ୍ତି। ସେ କହିଛନ୍ତି ଯେ ମୋ ଠାରେ ଯିଏ ବିଶ୍ୱାସ କରିବ ସେ ଶେଷ ଦିନରେ ଉତ୍ଥାପନ ହେବ ଏବଂ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବ। ସେଥିପାଇଁ ସମସ୍ତେ ବିଶ୍ୱାସ କରୁଛନ୍ତି ଏବଂ କାହିଁକି ଆସୁଛନ୍ତି। ଏଇଟା କେବଳ ଭାରତର କଥା ନୁହେଁ, ପୃଥିବୀ ସାରା ପୃଥିବୀର ଲୋକମାନେ ଯୀଶୁଙ୍କ ଉପରେ ନିର୍ଭର କରି ଯାଉଛନ୍ତି। ଖ୍ରୀଷ୍ଟାବ୍ଦ ମସିହ ଯେବେଠୁ ମସିହା ଚାଲିଛି ଏବଂ ଏଇ ମସିହା ଭିତରେ ଆମେ ଅଛୁ। ଆଉ ବର୍ତ୍ତମାନ 2024 ମସିହା ଗଲା ଏବଂ 2025 ମସିହା ଆସିଲା। ମସିହା କିଏ? ମସିହ, ଯାହାକି ଇସ୍ରାଏଲ ଲୋକମାନେ ଅପେକ୍ଷା କରିକି ଥିଲେ। ସେଇ ମସିହ ଆସିକି ସେ ତାଙ୍କ କହିବା ଅନୁସାରେ ମୃତ୍ୟୁବରଣ କଲେ ଏବଂ ମୃତ୍ୟୁମାନଙ୍କ ମଧ୍ୟରୁ ସେ ଉଠିଲା ପରେ ବର୍ତ୍ତମାନ ତାଙ୍କ ବାକ୍ୟ ଅନୁସାରେ ପୃଥିବୀ ଚାଲିଛି ଶାସନ। ଆଉ ଇଏ କେଉଁ ଗାଈର ଗୋବର ହେଲେ ବି ତାକୁ ଲିପାପୋଛା କରିବେ, ଏ ଗାଈର ତ ଗୋବର ହେଇପାରିବ ନାହିଁ। ସେ ଗାଈର ଗୋବର ଯେଉଁଠି ପକାଇଲେ ଗଛ ବି ଭଲରେ ଉଠିବ, ସେତିକି ତ ହେଇପାରିବ ନାହିଁ। ଯେଉଁଟାକି ଗାଈ ପିଇବା କ୍ଷୀର ମାଡ଼ ମାରି ସେଟା ଇଏ କରିକି ସେଟା ଯେଉଁ ବୈଜ୍ଞାନିକ କୁହନ୍ତି 1 ଲିଟର କ୍ଷୀରରେ 100 ଗ୍ରାମ ରକ୍ତ ଅଛି ବୋଲିକି ସେଟା ପିଇବା, ସେଟା ଜାଣିଛନ୍ତି। ଆଉ କିଛି ନାହିଁ। ଆଜିକାଲି ଏ ପ୍ରକାର ଭାବରେ କୁଚିନ୍ତା କୁକଳ୍ପନା ଭାବନା ଯେଉଁମାନେ କରୁଛନ୍ତି ସେମାନଙ୍କ ପାଇଁ ଆମର କର୍ତ୍ତବ୍ୟ ହେଉଛି ଯେ ପ୍ରାର୍ଥନା କରୁ ଏବଂ ସେମାନଙ୍କୁ ଆମେ ଏଇ ମାଧ୍ୟମରେ ଶିକ୍ଷା ଦେଉ ବା କହୁ, ସେମାନେ ଜାଣନ୍ତୁ, ସଚେତନ ହୁଅନ୍ତୁ। କାରଣ ସମୟ ନିକଟ ହେଲାଣି। ଏ କୁକଳ୍ପନାକାରୀ ଉତ୍ପନ୍ନ ହେବା ହେଉଛି ଯେ ସେଟା କେବଳ ଲକ୍ଷଣ। ଆଜିର ଏହି ସମସ୍ତ ଶିକ୍ଷା ଉପରେ ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।